କିନ୍ତୁ ଏତେ ସବୁ ଥାଇକି ଦଳ ହାରିଲା କେମିତି? ଦଳ ଯେଉଁ ସମାଜ ବାବୁତରେ ଜିତିବ ବୋଲି ହାରିଲା କାହିଁକି? ଯେଉଁ କାରଣ ପାଇଁ ହାରିଲା ତାହା ଏପର୍ଯ୍ୟନ୍ତ ଚିହ୍ନଟ ବି ହେଇନି। ତାକୁ ମଧ୍ୟ ଚିହ୍ନଟ କରିବାକୁ ସାହସ ସହିତ ଚିହ୍ନଟ କରାଯାଉନି। କୁହାଯାଉଛି ମିଛ ପ୍ରଚାର କରିଦେଲେ ବିଜେପି ଗଲା। ମିଛ ପ୍ରଚାର ନାହିଁ, ଲୋକ ଠିକ୍ ପ୍ରଚାର। ଯଦି ପ୍ରଚାର ଅସ୍ତ୍ର କାହା ହାତରେ ଥିଲା, ସେ ବିଜେଡି ହାତରେ ବହୁତ ପ୍ରଚାର ଅସ୍ତ୍ର ଥିଲା। ଲୋକ ନିକଟରେ ବାର୍ତ୍ତା ପହଞ୍ଚାଇ ବିଜେଡି ହାତରେ ଅଭାବ ନଥିଲା, ସୁବିଧା ସୁଯୋଗ ବି ଥିଲା। କିନ୍ତୁ ତା ସତ୍ତ୍ୱେ ଓଲଟା କେମିତି ହେଲା? ଓଲଟା ହେଲା ଆଙ୍କ କାର୍ଯ୍ୟ ଯୋଗୁଁ। ଏହି କାର୍ଯ୍ୟ ରିପିଟେସନ୍ ହେବ ଏବଂ ଦଳ ଭିତରେ ନେତୃତ୍ୱ ସୃଷ୍ଟି ନ କରିବା। ଏବଂ ଦଳ ସୁପ୍ରିମୋ କେବଳ ଜଣେ ବ୍ୟକ୍ତିଙ୍କ ଉପରେ, ଯିଏକି ଏଇ ମାଟିର ନୁହନ୍ତି, ଏଇ ଦଳର ଲୋକ ନୁହନ୍ତି, ଏଇ ଦଳ ସହିତ କୌଣସି ସ୍ତରରେ ସେ କାମ କରିନାହାନ୍ତି। ସିଏ ଯେବେଳେ ତାଙ୍କୁ ସୁପ୍ରିମୋ ସମସ୍ତ ବିଶ୍ୱାସ ଆସ୍ଥା ସ୍ଥାପନ କଲେ, ଯାହାଙ୍କର ରାଜନୀତି ସହିତ କୌଣସି ସମ୍ପର୍କ ହିଁ ନାହିଁ, ରାଜନୀତି ନିର୍ବାଚନ କ'ଣ ସେ ଜାଣନ୍ତି ହିଁ ନାହିଁ, ତାଙ୍କର ଉପରେ ଦାୟିତ୍ୱ ଦେଲେ ଇଲେକ୍ସନ୍ ମ୍ୟାନେଜମେଣ୍ଟର। ସବୁ ତ ପ୍ରାର୍ଥୀ କହୁଛନ୍ତି ଇଲେକ୍ସନ୍ ମ୍ୟାନେଜମେଣ୍ଟ ୱାଜ୍ ୱାନ୍ ଅଫ୍ ଦି ୱର୍ଷ୍ଟ ଲାଷ୍ଟ ଟାଇମ୍। କିନ୍ତୁ ଯେଉଁମାନେ ସେଥିପାଇଁ ଦାୟୀ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଯଦି ପୁଣି ଦାୟିତ୍ୱ ଦିଆଯାଏ ତାହେଲେ ନିଶ୍ଚିତ ଦଳ ଭିତରେ ଅସନ୍ତୋଷ ହେବ। ସେଇ ଯେଉଁ ମେଳି ବାଞ୍ଚୁଛନ୍ତି ଚାରିଆଡ଼େ, ଖାଲି ଗୋଟେ ଜାଗାରେ ହେନି, ସବୁ ଜାଗାରେ ହେବ। ଏବଂ ସାଂଗଠନିକ ରୂପରେ କ'ଣ ହେଉଛି ତା ଉପରେ ବହୁତ କଥା ନିର୍ଭର କରିବ। ବହୁ ଜାଗାରେ ହେବ, ବହୁ ଜିଲ୍ଲାରେ ହେବ। ବିଜେପି ଶାସନ କ୍ଷମତାରେ ଥାଇକି ମଧ୍ୟ ତାର ଜିଲ୍ଲା ସଭାପତି ନିର୍ବାଚନକୁ ସମୟ ଲାଗିଲା ତାଙ୍କୁ। କିନ୍ତୁ ତାଙ୍କ ହାତରେ ଶାସନ କ୍ଷମତା ଅଛି, କେନ୍ଦ୍ରରେ କ୍ଷମତା ଅଛି। ତେଣୁ ଦଳକୁ ସଜାଡ଼ିବା ପାଇଁ ତାଙ୍କ ପାଖରେ ସୁଯୋଗ ଅଛି। ଯାହା ବି କେଉଁଠି ଦ୍ୱନ୍ଦ୍ୱ ଆସିଲେ ତାକୁ ଦୂର କରିପାରୁଛନ୍ତି। କିନ୍ତୁ ଆଙ୍କ ପାଖରେ ତା ନାହିଁ। ଯେତେବେଳେ ଆଙ୍କ ପାଖରେ ସବୁ ଥିଲା ସେତେବେଳେ ତାଙ୍କ ସାଂଗଠନିକ ନିର୍ବାଚନ କେହି ପ୍ରଶ୍ନ କରୁନଥିଲେ। ଯାହା ସୁପ୍ରିମୋ କହିବେ ସେ ଅନୁସାରେ ହେଉଥିଲା। କାରଣ ସୁପ୍ରିମୋ କହିଛନ୍ତି ଗୋଟା ଧାଡ଼ି ଲେଖିଦେଲେ ଚଳିଲା, ଯାହାର କ୍ଷମତା ଥିଲା। କିନ୍ତୁ ବର୍ତ୍ତମାନ ନାହିଁ। ତେଣୁ ତାକୁ ନେଇକି ଯେ ହେଉଛି, ଏବଂ ଯେଉଁମାନେ ନିଜର ରାଜନୀତି କରୁଛନ୍ତି ତାଙ୍କର ଭବିଷ୍ୟତ ଚିନ୍ତା କରୁଛନ୍ତି, ଯେଉଁମାନେ ଯୁବକମାନେ ଅଛନ୍ତି, ୟଙ୍ଗ ଲୋକମାନେ ଅଛନ୍ତି, ଯିଏ ତାଙ୍କର ଭବିଷ୍ୟତ ଭାବୁଛନ୍ତି, ସେ କ'ଣ ଭାବିବେ? କିପରି ଭାବରେ ଆମ ଭବିଷ୍ୟତ ଏ ଦଳ ମଧ୍ୟ ସୁରକ୍ଷିତ ରହିବ, କେଉଁ ବାଟରେ ରହିବ, ସେ ବାଟ କରାଯାଉଛି। ସେଇ ବାଟ କରିବା ପାଇଁ ମେଳି ବାନ୍ଧୁଛନ୍ତି। ଆଉ ମେଳି ବାନ୍ଧିବା ପ୍ରକ୍ରିୟାଟା ବଢ଼ି ବଢ଼ି ଯିବ। ନବୀନ ମାନେ ଯେତେ ଚେଷ୍ଟା କଲେ ମଧ୍ୟ। ତେଣୁ ମୁଁ ଭାବୁଛି ଇଏ ଗୋଟେ ସମୟ ଆସିଗଲାଣି। ଦଳର ପୁରୁଖା ନେତାମାନଙ୍କୁ ଏପରି ମଧ୍ୟ କୁହାଯାଉଛି, କାହିଁକି ଦଳ ଯେଉଁମାନେ ଦଳରୁ ଚାଲି ଯାଇକି ଯେଉଁମାନଙ୍କୁ ଧୀରେ ଧୀରେ ଅପସାରଣ କରି ବିଜେଡ଼ିକୁ ସେ ଭାବୁଛନ୍ତି ସମ୍ପୂର୍ଣ୍ଣ ଚାଲିନେ, ମୋର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି, ମୁଁ ନିରଙ୍କୁଶ ଭାବରେ ବିଜେଡ଼ି ଚଳେଇଥିଲେ, ସେଇଟାରେ ବର୍ତ୍ତମାନ ସେ ମନୋଭାବ ବର୍ତ୍ତମାନ ପରିବର୍ତ୍ତନ ଦରକାର। ତାଙ୍କର ବି ସମୟ ହେଇଗଲାଣି, ମାନେ ବୟସ ଦୃଷ୍ଟିରୁ। ତେଣୁ ଯେଉଁମାନଙ୍କୁ ପୁରୁଣାମାନଙ୍କୁ ସେ ବାହାର କରିଦେଇଥିଲେ, ଯେଉଁମାନଙ୍କୁ ଦଳରୁ ଅଲଗା କରିଦେଇଥିଲେ, ତାଙ୍କୁ ଆଣିବେ କି? ଏ ଦିଗରେ ତ କିଛି କରିଦେବେ। ସେ କଥା କିଛି କରୁନାହାନ୍ତି। ନ କଲା ପର୍ଯ୍ୟନ୍ତ ସମସ୍ତେ ଭାବୁଛନ୍ତି ସେଇ ସର୍ବଶେଷରେ ସେଇ ପାଣ୍ଡିଆନଙ୍କ ଉପରେ ଏଇ ଦଳର ଭବିଷ୍ୟତ ବୋଧେ ନିର୍ଭର କରିବ। ସେଇଟା ହେଇପାରିବନି। ଯଦି ତା ହୁଏ ତାହେଲେ ଏ ଦଳର ଭବିଷ୍ୟତ ବିବରଣ ହେଇଯିବ। ଏ କଥାକୁ ଦଳର ଯେଉଁମାନେ ବୁଝୁଛନ୍ତି ସେମାନେ କିଛି ନା କିଛି କଥା କହିବେ। ଏ ଦଳର ଶକ୍ତି ଅଛି, ସମର୍ଥନ ବି ଅଛି, ସମ୍ବଳ ବି ଅଛି, ଲୋକମାନଙ୍କ ଆଶା ବି ଅଛି, ଲୋକମାନଙ୍କ ଭରସା ବି ଅଛି। କାରଣ ବିଜୁ ଜନତା ନାମରେ ନାମିତ ଦଳ, କିନ୍ତୁ ସେଇ ଅନୁସାରେ ଦଳ ବର୍ତ୍ତମାନ ବିରୋଧୀ ଭୂମିକାରେ କାମ କରିପାରୁନାହିଁ। ତାର କାରଣ ଏଇ ସାଂଗଠନିକ ଦୁର୍ବଳତା। ତାକୁ ଦୂର କରିପାରିବ କି? ଏଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ ନବୀନ ପଟ୍ଟନାୟକଙ୍କ ନିକଟରେ।